ସାଙ୍ଗମାନେ ଆଉ ଗୋଟେ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ଆଜି ହେଉଛି ଚାଲନ୍ତୁ ମା ହିଙ୍ଗୁଳାଙ୍କ ପାଖକୁ ଯିବା। କାହିଁକି ଯିବା ଆପଣମାନେ ତ ଜାଣି ସାରିଲେଣି। ଆଉ ନ ଜାଣିଥିବେ ଯଦି ତାହେଲେ ଭିଡ଼ିଓ ମାଧ୍ୟମରେ ଜାଣିବେ। ତାପରେ ଆମେ ଭାଇରାଲ ମନ୍ଦିରଟି ଜାଣିଛନ୍ତି ତ ଆପଣମାନେ, ଆଉ କଣ କହିବି ମା ସିନ୍ଦୁରଭରଙ୍କ କଥା। ତାପରେ ଆମେ କୋଉ ଫୁଲଟେ ପାରିଲେ ମୁଁ ଜାଣିପାରିଲିନି। ଆଉ ଏଟା ତ କାଠଫାଳ ଫୁଲ ନୁହେଁ, ଆଗକୁ ଅଛି କାଠଫାଳ ପୋଲ। କାଠଫାଳ ପୋଲରେ ଦେଖିବା କେତେ ପାଣି। ବର୍ଷା ତ ହଉନାହିଁ, ରଜ ପାର ହେଲାନି ହେଲେ ବର୍ଷା ହଉନାହିଁ। କାହିଁକି ବର୍ଷା ହଉନାହିଁ? ଆଉ କାଠଫାଳ ପୋଲରେ ଦେଖନ୍ତୁ କେତେ ପାଣି। ପାଣି ଶୁଖି ଯାଇଛି। ବର୍ଷା ହେଲେ ସିନା ନଈଟି ଫୁଲ ହବ। ନଈଟି ପୁରା ଶୁଖି ଯାଇଛି। ଗୋଟେ କଡ଼ରେ ପାଣି, ଆଉ ଗୋଟେ କଡ଼ରେ ଖାଲି ବାଲି ଘାସ। କାଠ ମାଠ ଗୁଡ଼ା ପଡ଼ିଛି, ଶୁଖେଇଛନ୍ତି ଲୋକମାନେ। ଆଉ କେବେ କାଠଫାଳ ପୋଲ ଆସିଥିବେ ଯଦି ତାହେଲେ ଗୋଟେ ଲାଇକ୍ କରିଦେବେ। ଆମ ଗାଡ଼ିରେ ତେଲ ବି ସରିଗଲାନି। ଆଗରେ ଅଛି ଟାଙ୍କି, ସେଇ ଟାଙ୍କିରେ ତେଲ ପକେଇବା ଚାଲନ୍ତୁ। ଏଇ ଟାଙ୍କି ପହଞ୍ଚିଗଲେ ଟାଙ୍କିରେ ତେଲ ପଡ଼ିବ, ତାପରେ ଗାଡ଼ି ଉଡ଼ିବ। ଆଉ ଗୋଟେ ବି ବୋଲର ଆସିଗଲାନି ଆମ ପଛରେ। ତିନିଟି ବୋଲର, ଦୁଇଟି ବାହାରି ଆଇଲେ ଆଉ ଗୋଟେ ମଝା ମଝିରେ ଥିବେ। ଆପଣମାନେ ଯଦି ଏ ଟାଙ୍କିରେ କେବେ ଦିନେ ତେଲ ପକେଇଥିବେ ତାହେଲେ ସବସ୍କ୍ରାଇବ୍ କରିଦେବେ। ତାପରେ ଆମେ କୋଉ ମନ୍ଦିରଟା ତ ଜାଣିପାରିଲୁନି, କାହିଁକି ନା ଭିତରେ କବାଟ ବନ୍ଦ ଥିଲା। ଆଜି ବି ହଉଥିଲା କାହିଁକି ତାଙ୍କୁ ଆମେ ମୁଣ୍ଡିଆଟେ ମାରିଦେଲୁ। ତାପରେ ଏଠି ବି ଗୋଟେ ପୋଲ ପାଇଲୁ, ହେଲେ ଏ ପୋଲରେ ତଳେ ରାସ୍ତା ଥିଲା, ଆଉ ପାଣି ନଥିଲା। ଆଉ ଏଟା ଛୋଟ ପୋଲଟେ ଆଉ। ରାସ୍ତାରେ ସରିବନି କାହିଁକି ନା ବହୁତ ବାଟ ନା। ଆଉ ବହୁତ ବାଟ ଅଛି, ତେବେ ବି ଭିଡ଼ିଓଟିକୁ ଛାଡ଼ିକି ଯିବେନି। ଦେଖନ୍ତୁ କେମିତିକା ହିଙ୍ଗୁଳାଙ୍କ ମନ୍ଦିର, ମାଙ୍କ ମନ୍ଦିର। ଆଉ ଏଟା କୋଉ ଛକ ମୁଁ ଜାଣିନାହିଁ। ଯଦି ଆପଣଙ୍କ ଘର ପାଖରେ ଏଇ ଛକଟି ଥିବ ତାହେଲେ କମେଣ୍ଟରେ କୁହନ୍ତୁ। ତାପରେ ଏଠି ଗୋଟେ ସ୍କୁଲଟେ ପହଞ୍ଚିଗଲୁ। ଏ ସୁନସାନ ଏରିଆରେ ବି ଗୋଟେ ବସଷ୍ଟାଣ୍ଡ ଅଛି। ଗୋଟେ ନୁହେଁ, ବହୁତ ଗୁଡ଼େ ଆଗକୁ ଅଛି। ଆଉ ଏଠି ଗୋଟେ ପୋଖରୀଟିରେ ଲୋକମାନେ ଗାଧଉଛନ୍ତି କି କଣ କରୁଛନ୍ତି କେଜାଣି। ଏଠି କେତେ ବଡ଼ ପଡ଼ିଆଟେ। ମତେ ଲାଗୁଛି ଏଠି ତାଙ୍କର ହାଟ ହୁଏ। ଆମର ଯେମିତିକି ମିତ୍ରପୁରରେ ହାଟ ହୁଏ, ପରିବା ହାଟ, ଶୁଖୁଆ ହାଟ, ମାଛ ଯାହା ଥିବ ନେଇକି ଯିବେ ଘରକୁ ରାନ୍ଧିକି ଖାଇବେ। ସେଇଠି ଆଙ୍କର ଏଇଠି ହୁଏ ବୋଧେ ନା କଣ। ତାପରେ ଆମେ ପହଞ୍ଚିଗଲୁ ବାଳିକା ଉଚ୍ଚ ବିଦ୍ୟାଳୟ। ଆପଣମାନେ ଯୋଉ ପିଲାମାନେ ପାଠ ପଢ଼ୁଥିବେ ସେମାନେ ଯଦି ଦେଖୁଥିବେ ଭିଡ଼ିଓ ତାହେଲେ ଲାଇକ୍ କରିଦେବେ। ସାଇକେଲଟି ଆମ ପଛରେ ଥିଲା, କିନ୍ତୁ ଦେଖନ୍ତୁ ଆମକୁ ଆଗେଇ ଦେଇ ସାରିଲାଣି ସାଇକେଲଟା। ଦୁଇଆଡ଼େ ଶାଳୁଆ ବଣ, ମଝିରେ ରାସ୍ତା। ଏପଟେ ସୁନସାନ ରାସ୍ତାଟା। ଆଉ ଗୋଟେ ବୋଲର ମଝା ମଝିରେ ଅଛି। ଆଉ ଗୋଟେ ବୋଲର ତ ଦେଖା ହିଁ ନାହିଁ। ପଛରେ, ବହୁତ ପଛରେ ଅଛି ନା କଣ। ଶାଳୁଆ ବଣ ଯେ ଶାଳୁଆ ବଣ। ଏ ମା, ଗାଈ ଗୁଡ଼ା ଠିଆ ହେଇଛନ୍ତି। ଗାଈ ଗୁଡ଼ା ଜମା ଉଠୁନାହାନ୍ତି। ତାଙ୍କୁ ଓହ୍ଲେଇକି ଗଲେ ଖେଦିବାକୁ। ଆମେ କ୍ରସ୍ କଲାକୁ ଯାଇକି ଆଉ ଦୁଇଟି ବାଇକ୍ କ୍ରସ୍ କଲେ, ନହେଲେ ସେଇଠି ଠିଆ ହେଇଥିଲେ। ଆଉ ଗୋଟେ ପୋଲ ପାଇଲୁ। ଦେଖିଲାକୁ ଏ ପୋଲଟି ବହୁତ ବଢ଼ିଆ ହେଇଛି, ବହୁତ ସୁନ୍ଦର ହେଇଛି ପୋଲଟି। ଲୋକମାନେ ବି ଗାଧଉଛନ୍ତି। ଏପଟେ ପହଞ୍ଚି ହେଇଗଲୁଣି। ହେଇ ରଥଟି ଠିଆ ହେଇଛି ପରା, ଦେଖୁନାହାନ୍ତି। ପହଞ୍ଚିଗଲୁଣି। ଗାଡ଼ି ଆମ ଯୋଉ ମଝିର ଗାଡ଼ିଟା ଚାଲିଥିଲା ସିଏ ସାଇଡ କରି ରଖିବ ଗାଡ଼ିଟା। ଜଗନ୍ନାଥଙ୍କର ରଥ ଆସିଛି ନା, ସେଥିପାଇଁ ରଥ ଆମର ତିଆରି ସାରିଲେଣି। ତାପରେ ମା ହିଙ୍ଗୁଳାଙ୍କ ପାଖକୁ ଆମେ ପହଞ୍ଚିଗଲୁ।
ଦେଖନ୍ତୁ ଏ କୁଣ୍ଡଟି କେତେ ବଡ଼, ହେଲେ ବି ମା ହିଙ୍ଗୁଳାଙ୍କ କୃପାରୁ ଏ କୁଣ୍ଡଟି ପୁରୀ ଯାଏ ମାନସିକ କଦଳୀ ନଡ଼ିଆ କଣ କଣ ପୁରା ଯାଏ। ମୁଁ ତ ହିଙ୍ଗୁଳାରେ କେବେ ଆସିନାହିଁ ଦେଖିବାକୁ, ହେଲେ ପଡ଼ିଥିଲା ସେ କୁଣ୍ଡ ଭିତରେ ନଡ଼ିଆ ଗୁଡ଼ା, ବହୁତ ନଡ଼ିଆ ପଡ଼ିଛି। ପୋଡ଼ି ନାହିଁ, ତଳେ ତଳେ ଜାକି ଯାଇଛି ନା, ଆଉ ସେଗୁଡ଼ା ପୋଡ଼ି ନାହିଁ, ଯାହା ପଡ଼ିବା କଥା ପୋଡ଼ି ଯାଇଛି। ଏ ମନ୍ଦିରକୁ ବହୁତ ଲୋକ ଆସନ୍ତି ନା, ସେଥିପାଇଁ ତାଙ୍କର ଗୋଟେ ଅଲଗା ମନ୍ଦିର କରିଦେଇଛନ୍ତି, ସେଠି ସଂକଳ୍ପ କରାଯାଏ। ଦେଖନ୍ତୁ ମନ୍ଦିର ନେକ୍ସଟ ଭିଡ଼ିଓ ଦେଖିବେ କେମିତିକା ବାହାଘର ହେଲା, ଆଉ ଏ ପାଖରେ କୋଉ ଠାକୁର ଅଛନ୍ତି ସେମାନଙ୍କୁ ବି ଦେଖେଇବି ଆଉ ଗୋଟେ ଭିଡ଼ିଓରେ। ଆଉ ସେଇ କଡ଼ରେ ଆଉ ଗୋଟେ ମନ୍ଦିର ଅଛି, ସେଇ ଠାକୁର ବି ଦେଖେଇବି, ମାଙ୍କ କୁ ବି ଦେଖେଇବି ସେ ଭିଡ଼ିଓରେ, ଚେଷ୍ଟା କରିବି ଦେଖେଇବା ପାଇଁ। ଏବେ ରହିଲି, ଜୟ ଜଗନ୍ନାଥ, ଜୟ ମା ହିଙ୍ଗୁଳା। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ତାହେଲେ ଲାଇକ୍ ସବସ୍କ୍ରାଇବ୍ ସେୟାର କରିଦେବେ। ଆଉ ହଉଛୁ ମୋ ଛୋଟ ଚ୍ୟାନେଲଟିକୁ ଆପଣମାନେ ସପୋର୍ଟ କରନ୍ତୁ। ମୁଁ ଏବେ ରହୁଛି, ମୋର ଯଦି କୌଣସି ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଜୟ ମା ହିଙ୍ଗୁଳା, ଜୟ ମା ସମଲେଇ।